धागों से बांधा एहसास दिल के रिश्ते का, रिश्ता ये अपना रब की रुबाई। उत्सव सभापति सम्मानित ପିଲାମାନେ ତମମାନଙ୍କର ପ୍ରିୟ କାର୍ତ୍ତିକ ସାର୍ ଯଦି ଚାଲି ନ ପାରି ତମମାନଙ୍କ ପାଖରେ ପହଞ୍ଚି ପାରିଛନ୍ତି ଏବଂ ତମମାନଙ୍କୁ କିଛି ଶିକ୍ଷା ଦାନ କରୁଛନ୍ତି, ତାହେଲେ ତମେ କାହିଁକି ଆଗକୁ ନ ଆଗେଇ ପାରିବ? ସେ ଆମ ରେମୁଣା ନିର୍ବାଚନ ମଣ୍ଡଳୀରେ ବ୍ୟକ୍ତିବିଶେଷ ଏବଂ ଜଣେ ଶିକ୍ଷାବିତ, ଜଣେ ଭଲ ମଣିଷ। ସେ ମାନେ ପୋଲିଓ ରୋଗଗ୍ରସ୍ତ ହେଇଥିଲେ ମଧ୍ୟ ଚାଲି ବୁଲି ପାରନ୍ତି ନାହିଁ, କିନ୍ତୁ ଇଂରାଜୀରେ MA କରି ଆଜି ଘରୋଇ ଟିଉସନ୍ ମାଧ୍ୟମରେ ନିଜ ପରିବାରକୁ ପ୍ରତିପୋଷଣ କରୁଛନ୍ତି। ମୁଁ ତାଙ୍କ ପରିବାର ଏଠାରେ ଅଛନ୍ତି, ମୁଁ ଅନୁରୋଧ କରିବି ତାଙ୍କ ପାଖକୁ ଆସିବା ପାଇଁ। ଧର୍ମପତ୍ନୀଟିଏ ପ୍ରଦାନ କରିଛନ୍ତି। ଜୀବନ ଯୁଦ୍ଧରେ ଆପଣ କେବେ ହାରିଯାଇ ନାହାନ୍ତି, ନା ହତାଶ ହୋଇ ନାହାନ୍ତି। ଆପଣଙ୍କର ଚିନ୍ତା ଚେତନା ଅତ୍ୟନ୍ତ ସମୃଦ୍ଧ। ବାପା ମାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ କେବେ ଅକର୍ମଣ୍ୟ ନ ଭାବି ସମାଜରେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜୀବନ ଯୁଦ୍ଧ ସଂସାର ଯୁଦ୍ଧରେ ବିଜୟ ଲାଭ କରିପାରିଛନ୍ତି। ନିଜେ ଇଂରାଜୀରେ MA ପାସ୍ କରି ଘରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାରେ ପ୍ରତି ହୋଇ ନିଜକୁ ଦୁଇ ପୁଅ ଝିଅ ସହ ଧର୍ମୀଙ୍କୁ ନେଇ ଆଗେଇ ଚାଲିଛନ୍ତି। ନା ଆପଣଙ୍କ ଦୁଃଖ ଭାଙ୍ଗି ପାରିଛି, ନା ଅଭାବ ଅନାଟନ ଧୈର୍ଯ୍ୟ ହରା କରିପାରିଛି। ଆପଣଙ୍କ ଚିନ୍ତନ, ଆପଣଙ୍କ ସାଧନା, ଆପଣଙ୍କ ବ୍ରତ ଅନେକଙ୍କ ପାଇଁ ଉଦାହରଣ। ଧନ୍ୟ ଆପଣଙ୍କ ପିତାମାତା ସମାଜରେ ଆପଣଙ୍କ ଜଣେ ଉଚ୍ଚ ଶିକ୍ଷା ତଥା ଧାର୍ମିକ ସାମାଜିକ କର୍ମୀ ଭାବରେ ଗଢ଼ି ତୋଳି ସମାଜର ମୁଖ୍ୟ କ୍ଷେତ୍ରରେ ସାମିଲ କରାଇ ପାରିଛନ୍ତି। ମହାଭାଗ ଆପଣଙ୍କ ବହୁମୁଖୀ ପ୍ରତିଭାକୁ ସମ୍ମାନ ଜଣାଇ ସମର ଚକ୍ର ଦିବ୍ୟ ଚେତନା ସମ୍ମାନ 2024ରେ ସମ୍ମାନିତ କରି ଆମେ ନିଜକୁ ଗୌରବାନ୍ୱିତ ମନେ କରୁଛୁ। ଭଗବାନ ଆପଣଙ୍କ ଚଳପଥକୁ ସୁବିଧା କରନ୍ତୁ। ବନ୍ଦେ ଉତ୍କଳ ଜନନୀ। ପ୍ରକୃତରେ ଯେତେବେଳେ ସେ ରାଉତ ବାବୁଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି, ସେତେବେଳେ ଆପଣ ଯଦି ତାଙ୍କୁ ଦେଖିବେ, ତାଙ୍କ ସାଥିରେ ତାଙ୍କ ସହୋଦର ପିଢ଼ି ଏବଂ କୁନି ପୁଅ ଝିଅ ଈଶ୍ୱର ଆପଣଙ୍କୁ ଫଲଗ୍ରସ୍ତ କରିଥିଲେ ମଧ୍ୟ ଆପଣଙ୍କ ଉପରେ ତାଙ୍କର ରହିଛି ଅସୀମ କରୁଣା। ସେଥିପାଇଁ ସେ ଆପଣଙ୍କୁ ଜଣେ ଅତ୍ୟନ୍ତ ଦରଦୀ ସ୍ନେହାନ୍ୱିତ ଧର୍ମପତ୍ନୀଟିଏ ପ୍ରଦାନ କରିଛନ୍ତି। ଜୀବନ ଯୁଦ୍ଧରେ ଆପଣ କେବେ ହାରିଯାଇ ନାହାନ୍ତି, ନା ହତାଶ ହୋଇ ନାହାନ୍ତି। ଆପଣଙ୍କର ଚିନ୍ତା ଚେତନା ଅତ୍ୟନ୍ତ ସମୃଦ୍ଧ। ବାପା ମାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ କେବେ ଅକର୍ମଣ୍ୟ ନ ଭାବି ସମାଜରେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜୀବନ ଯୁଦ୍ଧ ସଂସାର ଯୁଦ୍ଧରେ ବିଜୟ ଲାଭ କରିପାରିଛନ୍ତି। ନିଜେ ଇଂରାଜୀରେ MA ପାସ୍ କରି ଘରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାରେ ପ୍ରତି ହୋଇ ନିଜକୁ ଦୁଇ ପୁଅ ଝିଅ ସହ ଧର୍ମୀଙ୍କୁ ନେଇ। ପିଲାମାନେ ତମମାନଙ୍କୁ ମୋର ହୃଦୟରୁ ଅତ୍ୟନ୍ତ ଆନ୍ତରିକ ଶୁଭେଚ୍ଛା ଏବଂ ଆଶୀର୍ବାଦ ଜ୍ଞାପନ କରୁଛି। ଆଶା କରୁଛି ଭଗବାନଙ୍କ କୃପାରୁ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ, ଈଶ୍ୱରଙ୍କ କୃପାରୁ ତମମାନେ ଭଲରେ ଥିବ। ମୋର ଏତିକ ବାର୍ତ୍ତା ତମମାନଙ୍କ ପାଇଁ, ଉପଦେଶ ଏତିକ ତମମାନଙ୍କ ପାଇଁ। ଜୀବନ ଯୁଦ୍ଧରେ କେବେ କୌଣସି ଅସଫଳତାରେ ହେଉ କି ପ୍ରତିବନ୍ଧକରେ ହେଉ ହାରିଯିବ ନାହିଁ। ମନରେ ଦୃଢ଼ ମନୋବଳ ରଖିବ, ହୃଦୟରେ ମନକୁ ଶକ୍ତ ମଜବୁତ କରିବ ଏବଂ ବଡ଼ ମଣିଷଟିଏ ବନିବ, ଭଲ ମଣିଷଟିଏ ବନିବ।